ପିଲାମାନେ, ଆମେ ଆସନ୍ତା ପିରିୟଡ଼ରେ ଆମ ଶରୀରର ଅଙ୍ଗ ବିଷୟରେ ଜାଣିଥିଲେ। ଆଜି ଆମେ ଆମ ଶରୀରର ଅଙ୍ଗ ଓ ତାର କାର୍ଯ୍ୟ ବିଷୟରେ ଜାଣିବା। ପ୍ରଥମେ ମନେ ଅଛି ନା ଆମ ଶରୀର ଅଙ୍ଗ ଗୁଡ଼ିକ ନାମ କ'ଣ କହିଲ? ଆଖି, ନାକ, କାନ, ଦାନ୍ତ, ଜିଭ, ଗୋଡ଼ ଓ ହାତ। ଆଖି ଯୋଗୁଁ କ'ଣ ହୋଇଥାଏ ନା ଆଖି ଯୋଗୁଁ ଆମେ ଦେଖିପାରୁ। ନାକ ଯୋଗୁଁ କ'ଣ ହେଇଥାଏ? ନାକ ଯୋଗୁଁ ଆମେ ବାସ୍ନା ବାରିପାରୁ। କାନ ଯୋଗୁଁ କ'ଣ ହେଇଥାଏ? ନା କାନ ଯୋଗୁଁ ଆମେ ଶବ୍ଦ ଓ କଥା ଶୁଣିପାରୁ। ଦାନ୍ତ ଯୋଗୁଁ କ'ଣ ହେଇଥାଏ? ନା ଦାନ୍ତ ଦ୍ୱାରା ଆମେ ଖାଦ୍ୟ ପଦାର୍ଥକୁ ଚୋବାଇ ଖାଇଥାଉ। ଜିଭ ଦ୍ୱାରା କ'ଣ ହେଇଥାଏ? ନା ଜିଭ ଦ୍ୱାରା ଆମେ ମିଠା, କଷା, ପିତା, ଖଟା ଜାଣିପାରୁ। ଗୋଡ଼ ଯୋଗୁଁ କ'ଣ ହେଇଥାଏ? ନା ଗୋଡ଼ ଯୋଗୁଁ ଆମେ ଚାଲିପାରୁ ଓ ସମସ୍ତ କାର୍ଯ୍ୟ ମଧ୍ୟ କରିପାରୁ। ହାତ ଦ୍ୱାରା କ'ଣ ହେଇଥାଏ? ନା ହାତ ଦ୍ୱାରା ଖେଳିପାରୁ, ଲେଖିପାରୁ ଓ ସମସ୍ତ କାର୍ଯ୍ୟ ଆମେ ହାତ ଯୋଗୁଁ ହିଁ କରିଥାଉ। ମନେ ରହିଲା ଆମ ଶରୀରର ଅଙ୍ଗ ଓ ତାର କାର୍ଯ୍ୟ ବିଷୟରେ ସମସ୍ତେ ଘରେ ଯାଇ ପ୍ରାକ୍ଟିସ୍ କରିବ।